ଆସନ୍ତୁ ଏମିତି ଗୋଟେ ଆଇଟମ୍ ତିଆରି କରିବା ଯାହାକୁ ଆପଣ ପୂଜା ପାର୍ବଣରେ ଲଞ୍ଚ ସହିତ ଖାଇପାରିବେ। ଘରକୁ ଗେଷ୍ଟ ଆସିଲେ ଖାଇବା ସହିତ ସର୍ଭ କରିପାରିବେ। ଆଉ ପିଲାମାନଙ୍କୁ ମର୍ଣ୍ଣିଂରେ ଖାଇବା ସହିତ ନିଶ୍ଚୟ ଦିଅନ୍ତୁ। ଏଇଟା କରିବା ବହୁତ ସହଜ, ଖାଇବା ପାଇଁ ଟେଷ୍ଟି, ଦେହ ପାଇଁ ହେଲ୍ଦି ଆଉ ଦରକାରୀ ମଧ୍ୟ। ମୁଁ ଗୋଟେ ପାତ୍ର ନେଲି। ଏଥିରେ ଛୋଟ ଛୋଟ କଟା ଯାଇଥିବା ଆପେଲ୍, କିଛି ଡାଳିମ୍ବ ମଞ୍ଜି, ଛୋଟ ଛୋଟ କଟା ହେଇଥିବା ପାଚିଲା କଦଳୀ, ନଡ଼ିଆ କୋରା ଆଉ ଟିକେ ଟେଷ୍ଟି କରିବା ପାଇଁ କିଛି ଚୁନି ଚୁନି କଟା କାଜୁ ବାଦାମ ନେଲି। ଆପଣ ଏଥିରେ ସବୁ ପ୍ରକାରର ଫଳ ନେଇପାରିବେ। ଏଥିରେ ଟିକେ ଚିନି, ଟିକେ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ। ଶେଷରେ ଆପଣ ଦହି ପକାଇବେ। ସର୍ଭ କରିବା ଟାଇମ୍ରେ ବ୍ଲାକ୍ ସଲ୍ଟ ଟିକେ ପକାଇ ଦିଅନ୍ତୁ। ଆଗରୁ ପକାଇଲେ ପାଣି ବାହାରିବ। ଏଥିରେ ଫ୍ରୁଟ୍ସ ଯେତେ ଛୋଟ ଛୋଟ କାଟିବେ ସେତେ ଭଲ ଲାଗିବ। ଆଉ ପିଲାମାନେ ଜେନେରାଲି ଫ୍ରୁଟ୍ସ ଖାଇବାକୁ ଭଲ ପାଆନ୍ତିନି, ତେଣୁ ସେମାନଙ୍କୁ ଏମିତି କରି ନିଶ୍ଚୟ ଦିଅନ୍ତୁ। ଏବେ ତିଆରି ହୋଇଗଲା ଟେଷ୍ଟି ଟେଷ୍ଟି ହେଲ୍ଦି ପାଚେଡ଼ି।